ଜଣେ ଛାତ୍ରୀଙ୍କ ମୃତ୍ୟୁ ଘଟଣାର 11 ମାସ ପରେ ବିଦ୍ୟାଳୟକୁ ଜାତୀୟ ମାନବାଧିକାର କମିଶନର 3 ଜଣିଆ ଟିମ୍ ଆସି ଖୋଳତାଡ଼ ଆରମ୍ଭ କରିଛନ୍ତି। ସୂଚନାଯୋଗ୍ୟ ଯେ ମୟୂରଭଞ୍ଜ ଜିଲ୍ଲା ଉଦଳା ଶାଳଖୁଣ୍ଟା ପିଏମ୍ଶ୍ରୀ ଆଶ୍ରମ ବିଦ୍ୟାଳୟରେ ଗତ 2025 ମସିହା ଏପ୍ରିଲ 13 ତାରିଖରେ ବିଦ୍ୟାଳୟ ହଷ୍ଟେଲରେ ରହୁଥିବା ଦ୍ୱିତୀୟ ଶ୍ରେଣୀର ଛାତ୍ରୀ କାନ୍ଦ୍ରି ମଢେଇଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଥିଲା, ଯାହାକି ମାତ୍ର 3 ଫୁଟ ଉଚ୍ଚରେ ଥିବା ଏକ ବାଉଁଶରେ ଶୁଖୁଥିବା ଏପ୍ରନରେ ଗୁଡ଼େଇ ହୋଇ ତାଙ୍କର ମୃତ୍ୟୁ ହୋଇଥିବା ବିଦ୍ୟାଳୟ ପକ୍ଷରୁ କୁହାଯାଇଥିଲା। ଏହି ଘଟଣାକୁ ନେଇ ପୁଲିସ ତଦନ୍ତ କରିଥିବା ବେଳେ ଜାତୀୟ ମାନବାଧିକାର କମିଶନର 3 ଜଣିଆ ଟିମ୍ ବିଦ୍ୟାଳୟରେ ପହଞ୍ଚି ଘଟଣାର ଖୋଳତାଡ଼ ଆରମ୍ଭ କରିଛନ୍ତି। ଘଟଣା ଦିନ ବିଦ୍ୟାଳୟରେ ଉପସ୍ଥିତ ଥିବା ସମସ୍ତ କର୍ମଚାରୀଙ୍କୁ ପଚରାଉଚରା କରିବା ସହିତ ଯେଉଁଠାରେ ଛାତ୍ରୀଙ୍କ ମୃତଦେହ ଉଦ୍ଧାର ହୋଇଥିଲା ସେଠାରେ ବୁଲି ଦେଖିଛନ୍ତି। ମାନବାଧିକାର କମିଶନର 3 ଜଣିଆ ଟିମ୍ଙ୍କ ଏହି ତଦନ୍ତ ପ୍ରକ୍ରିୟା ଆହୁରି 2 ଦିନ ଚାଲିବ ବୋଲି ଜଣାପଡ଼ିଛି। ମୟୂରଭଞ୍ଜ ଜିଲ୍ଲା ଉଦଳାରୁ ବସନ୍ତ ବେହେରାଙ୍କ ରିପୋର୍ଟ, କୋଣାର୍କ ଲାଇଭ୍।